ବନ୍ୟାଞ୍ଚଳ ସ୍ତରୀୟ ବନାଗ୍ନି ସଚେତନତା ଶିବିର ରାଜଗାଙ୍ଗପୁର 18/2/26 ରାଜ୍ୟ ସରକାରଙ୍କ ପକ୍ଷରୁ ପରିବେଶ ଓ ଜଳବାୟୁ ଦିନକୁ ଦିନ ଦୂଷିତ ହେବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ହେବା ଲାଗି ରହିଛି, ତାହାକୁ ଦୃଷ୍ଟିରେ ଦେଖି ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ନିର୍ଦ୍ଦେଶରେ ବିଭିନ୍ନ ବ୍ଲକ ସ୍ତରୀୟ ବନାଗ୍ନି ସଚେତନତା ଶିବିର ବିଭିନ୍ନ ମାଧ୍ୟମରେ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଅଛି। ରାଜଗାଙ୍ଗପୁର ବନାଞ୍ଚଳ ଏବଂ ରାଉରକେଲା ବନଖଣ୍ଡ ଆନୁକୂଲ୍ୟରେ ରାଜଗାଙ୍ଗପୁର ବନାଞ୍ଚଳ ଅଧିକାରୀ କାର୍ଯ୍ୟାଳୟ ପରିସରରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବନ ଉପଖଣ୍ଡ ଅଧିକାରୀ ଗୁରୁଚରଣ ମଣ୍ଡଳ ଯୋଗଦେଇ ଜଙ୍ଗଲ ବଞ୍ଚିଲେ ଆମ ପରିବେଶ ସୁରକ୍ଷିତ ହୋଇ ରହିବ, ଆମେମାନେ ସୁସ୍ଥ ରହିବା ସହ ଦୀର୍ଘ ଜୀବନ ବଞ୍ଚିପାରିବା। ଜଙ୍ଗଲକୁ ଅଗ୍ନିରୁ କିପରି ରକ୍ଷା କରାଯାଇପାରିବ ତା ଉପରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜଗାଙ୍ଗପୁର ବ୍ଲକ କୁଟୁନିଆ ପଞ୍ଚାୟତର ସରପଞ୍ଚ ବିଷ୍ଣୁଚରଣ ଲାକ୍ରା, ଅଗ୍ନି ସେବା ବାହିନୀ ଅଧିକାରୀ ଲରେନ୍ସ ମିଞ୍ଜି, ରାଜଗାଙ୍ଗପୁର ଫରେଷ୍ଟର ଲକ୍ଷ୍ମୀ ବେହେରା, ସୁନାଖନ ଫରେଷ୍ଟର ବିଜୟ କୁମାର କୋଠି, ମାଲଡିହି ଫରେଷ୍ଟର ସଲମାନ ରାଇଟି, ଫରେଷ୍ଟର ପୂଜା ଭୋଇ, ରାଜଗାଙ୍ଗପୁର ରେଭିନ୍ୟୁ ଅଧିକାରୀ ରାଜଶ୍ରୀ ଚୌଧୁରୀ ଉପସ୍ଥିତ ରହି ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା ଉପରେ ବିଭିନ୍ନ ମତ ବ୍ୟକ୍ତ କରିଥିଲେ। ଶେଷରେ ଜଗନ୍ନାଥ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।